ହ୍ୟାଲୋ ହାଏ ନମସ୍ତେ। ଆଶା କରୁଛି ଭଲରେ ଥିବେ ସମସ୍ତେ। ଆପଣମାନଙ୍କୁ ସ୍ୱାଗତ ମୋର ଆଉ ଏକ ନୂଆ ଟ୍ରାଭେଲ୍ ବ୍ଲଗ୍ରେ। ଏଥରର ଟ୍ରାଭେଲ୍ ପଶ୍ଚିମବଙ୍ଗର ସବୁଠାରୁ ଲୋକପ୍ରିୟ ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥଳ ଦୀଘା। ଏଥରକ ଆମର ବାଇକ୍ରେ ଷ୍ଟାର୍ଟ ହେଲା। ଦିନ ଯାକର ଯାହା ସମୟ ତ କଟିଲା 9ଟା ବେଳକୁ ଆମେ ଷ୍ଟାର୍ଟ କଲୁ ଆମର ଟ୍ରିପ୍। ଲେଟ୍ ତ ହେଇସାରିଲାଣି। ଆଉ ଚାଲ ଏଥରକ ମାଡ଼ି ଚାଲ। ଆମର ଏକା ଲକ୍ଷ୍ୟରେ କେଉଁଠି ପହଞ୍ଚିବ ଫାଷ୍ଟ? ଯେତେ ବାଟ ଯାଉଛି ଗାଡ଼ି, ହଁ ଫାଷ୍ଟ ତେଲ ଟାଙ୍କି। ଚାଲ। ଆଜି ଏକାଠି ହୋଇଛନ୍ତି ସକାଳର ଥଣ୍ଡା ପାଗ, ଖାଲି ରାସ୍ତା ଏବଂ ବାଇକ୍ ଇଞ୍ଜିନ୍ର ଶବ୍ଦ। ଯାତ୍ରା କେବଳ ଗୋଟିଏ ଠିକଣାରେ ପହଞ୍ଚିବା ନୁହେଁ, ବରଂ ଅନେକ ସୁନ୍ଦର ସ୍ମୃତି ସଂଗ୍ରହ କରିବାର ଏକ ସୁଯୋଗ। ହାଇୱେରେ କିଛି ଘଣ୍ଟାର ରାଇଡ୍ ପରେ ସୋର ପାଖାପାଖି ବର୍ଷା ଆମର ପ୍ରତିବନ୍ଧକ ହେଲା। ତେଣୁ ଆମେ ଗୋଟେ ପେଟ୍ରୋଲ ପମ୍ପରେ ପହଞ୍ଚି ରେନିକୋଟ୍ ପିନ୍ଧି ନେଲୁ। ତାପରେ ଅଳ୍ପ ସମୟ ପରେ ଦହିପଣାର ଏନର୍ଜି ଡ୍ରିଙ୍କ ନେଲୁ। କିନ୍ତୁ ଏ ଏନର୍ଜି ଡ୍ରିଙ୍କ ଆମ ପାଇଁ ସଫିସିଏଣ୍ଟ ନୁହେଁ। ତେଣୁ ଆମେ ଜଳେଶ୍ୱର ଛକରେ ଗୋଟେ ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଅଟକିଗଲୁ। ଏହି ଛକରୁ ଦୀଘା ଆଉ ମାତ୍ର 46 କିଲୋମିଟର ରହିଲା। ଖାଇସାରି ହାଇୱେ ରାସ୍ତା ଛାଡ଼ି ଗାଁ ରାସ୍ତା ଦେଇ ଆମେ ଚାଲିଲୁ ଦୀଘା ଅଭିମୁଖେ। କିଛି ସମୟ ବ୍ୟବଧାନ ପରେ ଆମେ ବର୍ଡ଼ର ପାର ହୋଇ ଦୀଘାରେ ପହଞ୍ଚିଗଲୁ। ସି ବିଚ୍ ସାମ୍ନାରେ ରୁମ୍ ନେଇ ଫ୍ରେଶ୍ ହୋଇସାରି ବାହାରିଗଲୁ ଆମେ ଶ୍ରୀ ଜଗନ୍ନାଥ କଲଚରାଲ ସେଣ୍ଟର ବୁଲିବା ପାଇଁ। ଏଠି ଆଗରୁ ଜଗନ୍ନାଥ ଧାମ ଲେଖା ହେଇଥିଲା, ଏବେ ଧାମ ଶବ୍ଦଟି ଲିଭେଇ ଦିଆଯାଇଛି। ଆପଣମାନଙ୍କ ପାଇଁ ସୂଚନା ଯେ ଯଦି ଆପଣ କେବେ ଏଠାକୁ ଆସୁଛନ୍ତି, ଚପଲ ରଖିବା ପାଇଁ ନିଃଶୁଳ୍କ ଚପଲ ଷ୍ଟାଣ୍ଡ ଅଛି। ମନ୍ଦିର ଭିତରକୁ ମୋବାଇଲ ମଧ୍ୟ ନେଇପାରିବେ, କିନ୍ତୁ ଆପଣଙ୍କ ପାଖରେ ଯଦି ସେଲ୍ଫି ଷ୍ଟିକ୍ କିମ୍ବା ଟ୍ରାଇପଡ୍ ଅଛି, ସେଗୁଡ଼ିକ ମନ୍ଦିର ପରିସର ମଧ୍ୟରେ ପ୍ରତ୍ୟେକ ଜିନିଷକୁ 5 ଟଙ୍କା ଲେଖା ଦେଇ ରଖିବାକୁ ପଡ଼ିବ। ଆମେ ମନ୍ଦିର ପ୍ରାଙ୍ଗଣରେ ବୁଲାବୁଲି କଲୁ। ଯେହେତୁ ଅଣସରର ସମୟ, ତେଣୁ ମୁଖ୍ୟ ମନ୍ଦିରରେ ଦର୍ଶନ ବନ୍ଦ। ଆମେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କଲୁ। ତାପରେ ବାହାରି ଗଲୁ ପାଖରେ ଥିବା ଓଲ୍ଡ ଦୀଘା ବିଚ୍ ବୁଲିବା ପାଇଁ। ଗୁଡ୍ ମର୍ଣ୍ଣିଂ ବନ୍ଧୁମାନେ। ଗୋଟେ କମେଡି ଆମ ସାଙ୍ଗରେ ହେଇଗଲା। 4 ଜଣ ଆମେ ବୁଲିବାକୁ ଆସିଛୁ। ସମସ୍ତଙ୍କ ପାଖରେ ବ୍ରସ୍ ଅଛି, କିନ୍ତୁ କାହା ପାଖରେ ପେଷ୍ଟ ଆମର ନାହିଁ। ଶେଷରେ ଖୋଜୁ ଖୋଜୁ ମୋ ବ୍ୟାଗ୍ରେ ଗୋଟେ ଛୋଟ ପେଷ୍ଟ ପାଇଲୁ, ତାହା ପୁଣି ଶେଷ ଅବସ୍ଥାରେ। ସେଥିରେ ସମସ୍ତେ କାମ ଚଳେଇଦେଲୁ। ସମସ୍ତେ ଫ୍ରେଶ୍ ହୋଇ ସକାଳୁ ସକାଳୁ ବାହାରି ଗଲୁ ହୋଟେଲ ସାମ୍ନାରେ ଥିବା ନ୍ୟୁ ଦୀଘା ବିଚ୍ ବୁଲିବା ପାଇଁ। ରୁମ୍ ଚେକ୍ଆଉଟ୍ କରି ଚାଲୁ ଦୀଘା ଗେଟ୍ ଦେଖିବାକୁ। ଆଉ ତାପରେ ମୁହାଣ।
ମୁହାଣରେ ବୁଲିବା ସମୟରେ ଭୋକରେ ପେଟରେ ମୂଷା ଦୌଡ଼ିଲେଣି। ତେଣୁ ଆମେ ଚାଲିଲୁ ଖାଦ୍ୟର ସନ୍ଧାନରେ। ପେଟେ ଲେଖା ଖାଇସାରି ଚାଲିଲୁ ପୁଣି ସି ବିଚ୍ କୂଳକୁ। ସି ବିଚ୍ରେ କିଛି ସମୟ କାଟି ଆମେ ଫେରିଲୁ ପୁରୀ ଅଭିମୁଖେ। ବାଟରେ ଚନ୍ଦନେଶ୍ୱର ଶିବ ମନ୍ଦିର ଏବଂ ଛତିଆବଟ ଧାମ ଦେଖି ପୁରୀରେ ପହଞ୍ଚିଲୁ। ଏହି ଯାତ୍ରା କେବଳ ଗୋଟିଏ ବାଇକ୍ ରାଇଡ଼ର ନୁହେଁ, ବରଂ ସୁନ୍ଦର ସ୍ମୃତି, ନୂଆ ଅନୁଭୂତି ଓ ଅନେକ ଖୁସିର ମୁହୂର୍ତ୍ତର ଏକ ସଂଗ୍ରହ ଥିଲା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟରେ ଆପଣଙ୍କ ମତାମତ ମଧ୍ୟ ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମକୁ ସପୋର୍ଟ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ଯାତ୍ରାରେ। ଜୟ ଜଗନ୍ନାଥ।